ସହାୟ ଉମରକୋଟବାସୀ ଉମରକୋଟ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଅଧ୍ୟକ୍ଷାଙ୍କ ସହ ୱାର୍ଡ ମେମ୍ବର ଓ ଠିକାଦାର ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଚଳିତ 3 ବର୍ଷ ମଧ୍ୟରେ ଉମରକୋଟ ପୌର ପରିଷଦ ଅଧିକାରୀ ବାରମ୍ବାର ବଦଳି ହେବା ଓ ଉମରକୋଟ ତହସିଲଦାର ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୌର ପରିଷଦର ଦାୟିତ୍ୱ ବହନ କରିବା ଅନେକ ସମୟରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ ଆଜି ପୌର ପରିଷଦର ହୀନ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ପୌର ଅଧ୍ୟକ୍ଷା ଶ୍ରୀମତୀ ରାଧା ଭୋତ୍ରା, ତପନ ଦେବନାଥ, ମୁନା ପାଢ଼ୀ, ବିକି ନାୟକ ତଥା ଅନ୍ୟ ୱାର୍ଡ ମେମ୍ବରମାନେ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୌର ପରିଷଦ ଅଧୀନସ୍ଥ ଲୋକଙ୍କ ସମସ୍ୟା ଓ କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉନଥିବା, ଠିକାଦାରମାନଙ୍କ ବର୍ଷେ ବର୍ଷେ ଧରି କାର୍ଯ୍ୟ କରିଥିବା ବିଲ୍ ନ କରିବା, ଏହିସବୁକୁ ଦୃଷ୍ଟିରେ ରଖି ଆଜି ବାଧ୍ୟ ହୋଇ ଏହି ପଦକ୍ଷେପ ନେଇଛନ୍ତି ଉମରକୋଟର ଅଧ୍ୟକ୍ଷା ତଥା କାଉନସିଲରମାନେ। ଲୋକଙ୍କ ସମସ୍ୟାରେ ରହିଯାଇଛି। କାହାରି ସମସ୍ୟା ଦୂର କରିବାକୁ ଅଧିକାରୀଙ୍କ ଇଚ୍ଛା ନାହିଁ। ପୌର ପରିଷଦରେ ସରକାରୀ କର୍ମଚାରୀ ଠିକ୍ ଭାବରେ ରହୁନାହାନ୍ତି ବୋଲି ନିର୍ବାଚିତ ୱାର୍ଡ ମେମ୍ବରମାନେ କହିଛନ୍ତି। ଏହି ପୌର ସମସ୍ୟା ଉପରେ ଜିଲ୍ଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରିବା ପରେ ବି ଜିଲ୍ଲାପାଳ ବି ଚୁପ୍। କାହାକୁ ଗୁହାରି ଜଣାଇଦେବ ଅଧ୍ୟକ୍ଷା ତଥା ୱାର୍ଡ କାଉନସିଲରମାନେ। ଏଥିପ୍ରତି ଯଦି ଜିଲ୍ଲାପାଳ ଦୃଷ୍ଟି ନ ଦିଅନ୍ତି ତାହେଲେ କାଉନସିଲରଙ୍କ ତଥା ଉମରକୋଟ ଜନସାଧାରଣଙ୍କ କୋପ ଭାଜନ ହେବା ସ୍ୱାଭାବିକ। କାରଣ ମଇଳା ଗାଡ଼ି ମୋଟେ ବୁଲିନି, ମଇଳା ବୋହିବା ଟ୍ରାକ୍ଟର ନାହିଁ, ମୁକ୍ତା ଯୋଜନାର ପଇସା ଗଲା କୁଆଡ଼େ, ସାନିଟାଇଜେସନ ସମ୍ପୂର୍ଣ୍ଣ ବିଫଳ ଇତ୍ୟାଦି ସମସ୍ୟାରେ ଉମରକୋଟବାସୀ ଅତିଷ୍ଠ। ଦୀର୍ଘ 3 ମାସ ହେଲା ସାନିଟେସନ ଟେଣ୍ଡର ସରିଯାଇଛି। ଆଜିକୁ 3 ମାସ ହେଲା ବାରମ୍ବାର କହିବା ସତ୍ତ୍ୱେ ସାନିଟେସନ ଟେଣ୍ଡର କରିପାରୁନାହାନ୍ତି। ଯେଉଁ ସାନିଟେସନ ଟେଣ୍ଡର କରିଥିଲେ ସେଟା ବିଫଳ ହେଲା। ଏତେ ବଡ଼ ମ୍ୟୁନିସିପାଲିଟି ଯୋଉଠିକି ଲକ୍ଷେ ଲକ୍ଷେ ଲୋକ ରହୁଛନ୍ତି, 3ଟି ମାତ୍ର ଭାଙ୍ଗଲା ଟ୍ରାକ୍ଟର ଅଛି। ସବୁ ଆପଣ ଦେଖନ୍ତୁ ପୁରା 14ଟି ୱାର୍ଡରେ ପୁରା ମଳିଆ ଭର୍ତ୍ତି। ସୁଇପର ଭାଇ ମାନେ କାମ କରୁଛନ୍ତି, ମାତ୍ର ମଳିଆ ଉଠୁନାହିଁ। ତାର ପାଇଁ ଆଜି ଆମେ ବାରମ୍ବାର କହିବା ସତ୍ତ୍ୱେ ଯାଇକିନା ବି କଲେ ନାହିଁ। କଲେକ୍ଟର ପାଇଁ ଗଲୁ, ସିଏ କାମ ବି କଲେ ନାହିଁ। ଦୀର୍ଘ 3 ମାସ ହେଲା। ଏଇ ଯୋଉ 3 ବର୍ଷ ହେଲା ମ୍ୟୁନିସିପାଲିଟି ଆଇଲା ପରେ କିଛି ନହେଲେ 15ଟା ଏକ୍ଜିକ୍ୟୁଟିଭ ସର ଯାଇଥିବେ। ଏବେ ଯୋଉ ଏକ୍ଜିକ୍ୟୁଟିଭ ସର ଆସିଛନ୍ତି ମାସକୁ 20 ଦିନ ରହୁନାହାନ୍ତି। ଲୋକ ନାନା ଗ୍ରିଭେନ୍ସ ଧରିକି ଆସୁଛନ୍ତି। କିଏ କାହାର ପାଉଣା ବାନ୍ଧିବା ପାଇଁ ଆସୁଛି, କିଏ କୋଉ ବୁଢା ବୁଢୀ ପେନସନ ପାଇଁ ଆସୁଛନ୍ତି। ବହୁତ ପୁରା ଲୋକ ଏଠୁ ଫେରିକି ଯାଉଛନ୍ତି। ସବୁଦିନ ପ୍ରତ୍ୟେକ ଦିନ ଆସୁଛନ୍ତି। ଏଠି କୌଣସି ଅଫିସର ରହୁନାହାନ୍ତି। ଏକ୍ଜିକ୍ୟୁଟିଭ ଅଫିସର ଘରର ଯେ ମୁରବୀ ସିଏ ନହେଲେ ଏଇ ଅଫିସର ମାନେ କିଏ ରହୁନାହାନ୍ତି। ଆପଣ ଦେଖିପାରିବେ, ସବୁ ମୁଁ ପୁରା ଭିଡିଓ ମାଧ୍ୟମରେ କରି ରଖିଛି। ସବୁ ଅଫିସ ସବୁବେଳେ ତାଲା ପଡୁଛି। 11ଟା 12ଟା ବେଳେ ଆସୁଛନ୍ତି। ଆମେ କାଉନସିଲର ମାନେ କହିବା ସତ୍ତ୍ୱେ ବି କୌଣସି କାମ ହଉନି। ନିମ୍ନମାନର ବ୍ଲିଚିଂ ପାଉଡର ଆଣିଲେ ପଇସା ଖାଇଦେଲେ 6 ଲକ୍ଷ ଟଙ୍କା। ମଶା ତେଲ ଆଣିଲେ ପଇସା ଖାଇଦେଲେ। ଯେତିକି ଆମର କଣ୍ଟ୍ରାକ୍ଟର ମାନେ ଅଛନ୍ତି ଦୀର୍ଘ ଦିନ ହେଲା କାମ କରିକି ବସୁଛନ୍ତି, ମାତ୍ର ତାଙ୍କର ପଇସା ପେମେଣ୍ଟ ହଉନାହିଁ। ମୁକ୍ତାର ମା ଭଉଣୀ ମାନେ ଯୋଉ କାମ କରୁଛନ୍ତି ମୁକ୍ତା ସେକ୍ସନକୁ ସରକାର ଆଇଲା ପରେ ଉଠେଇ ଦେଲେ। ମୁକ୍ତା ପଇସା ନାହିଁ। ବର୍ତ୍ତମାନ ମୁକ୍ତା ପଇସା ଆଇଲା, ସେ ପଇସା ବି ଲୋକ ବାଣ୍ଟୁଛନ୍ତି। ମା ଭଉଣୀ ମାନେ କାଉନସିଲର ଘରେ ଯାଇ ଜଗି ଥାଉଛନ୍ତି, ଘେରାଉ କରୁଛନ୍ତି। এই অসুবিধা ধরে আজ আমি তালা পকাইছু। যদি আজ সন্ধ্যা সুদ্ধা যেই যদি এটি দেবে না, যেই আপার্টমেন্ট দেবে নাই, 19 কাল আর জানুয়ারি 1 ବି দেখু নাই। 19 কাল म्युनिसिपालिटी তালা পাকে রখিবু। ଯେଉଁ ଯାଏ যেই আইব নাই, ଆମକୁ ଆଉ ଗୋଟେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଦରକାର। 2 ଜଣ ପୋଷ୍ଟିଂ କରିବେ ନାହିଁ। 19 କାଳ ତାଲା ପକାଇ ରହିବୁ। ଆଉ ଆମେ ଆଜି ବି ଅନୁରୋଧ କରୁଥିଲୁ ଏକ୍ଜିକ୍ୟୁଟିଭ ଅଫିସରଙ୍କୁ, ଯଦି ଟ୍ରାକ୍ଟର ଛୋଟ ଗାଡି ଯୋଉଟା ମାନେ ଆମର ଯୋଉ ଅଛି, ଯଦି 20ଟା ଗାଡି ଖଣ୍ଡେ ଆଣିକିନା ଯଦି ମ୍ୟୁନିସିପାଲିଟି ବୁଲେଇ ପାରିବେ ନାହିଁ, ସାନିଟେସନ ବି ଠପ୍ କରିଦେବୁ। ପୁରା ମହିଳା ମାନେ ମେନ୍ ରୋଡରେ ଆମେ ପକେଇବୁ। ସୁଇପର ପକେଇବୁ, ଆମେ ପକେଇବୁ, ମେନ୍ ରୋଡ ଆଣିକି ପକେଇବୁ। ମେନ୍ ବେସିକ ରିଜନ ହେଲା ଯେ ଆମର ଏଠି ଯେଇ ନାହାନ୍ତି। 2ଟା ସାଂସନ ଷ୍ଟ୍ରେନ୍ଥ ଅଛି। ସାଂସନ ଷ୍ଟ୍ରେନ୍ଥରୁ ଗୋଟେ ପୋଷ୍ଟରେ ଯିଏ ଯେଇ ଅଛନ୍ତି ତାଙ୍କ ମାଙ୍କ ଦେହ ଖରାପ ଅଛି ବୋଲି ସେ ବିଶାଖାପାଟଣାରେ ଆସିକି ମାସେ ହେଲା ଅଛନ୍ତି। ଆଉ ଗୋଟେ ପୋଷ୍ଟ ତ ଟୋଟାଲି ଖାଲି ଅଛି ବହୁତ ଦିନ ହେଲା। ଆସିଷ୍ଟାଣ୍ଟ ଇଞ୍ଜିନିୟର ବି ନାହାନ୍ତି। ମୁଁ ଏଇ ଭିତରେ ସରକାରଙ୍କର ବି ଦୃଷ୍ଟି ଆକର୍ଷଣ କରିଛି, କଲେକ୍ଟରଙ୍କ ସାରଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି। ସିଏ ବି କହିଲେ ଯେ ମୁଁ ଯେମିତି ହେଲେ ଆଜି ସନ୍ଧ୍ୟା ସୁଦ୍ଧା ଆପଣ ସେଠି ଯେଇ ଆସିବେ, ଏ କଥା। ହଁ, ଦିନରେ ଗୋଟେ 15 ଦିନ ଖଣ୍ଡେ ହବ ଆମେ କଲେକ୍ଟର ପାଖରେ ଯାଇଥିଲୁ ଯେ ଆମର ଯେଇ ନାହାନ୍ତି। ଗୋଟେ ଯେଇ ଅଛନ୍ତି, ସେ ବି ଛୁଟିରେ ଅଛନ୍ତି। ତ ଆମେ ଆଜି ଦେବୁ କହିଲେ, ଏପର୍ଯ୍ୟନ୍ତ 15 ଦିନ ହେଇଗଲାଣି ଯେଇ ଦେଇନାହାନ୍ତି। ସେ ମାସେ 1.5 ମାସ ହେଲାଣି ଛୁଟିରେ ଅଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ଯେଇ ଆସିନାହାନ୍ତି କି ଯେଇ ଦେଇନାହାନ୍ତି କଲେକ୍ଟର।
तो आम लाइन डिपार्टमेंट फूड डिपार्टमेंट आमको जेई एंगेज कर दिंतु आमको तो तार जो आमर टेंडर बाहरी पार नहीं आज पर्यंत जहाँ पुराना काम चली रनिंग चली कम तो सेटा ही लोक पाखे आम कहे चली कम किंतु लोक आमको प्रश्न पचार कम कहीं बाहर टेंडर कहीं हो नहीं तो आम लोक को कौन आंसर देबू जे आम जेई नहीं ना कौन आम आज नुआ सरकार आसला किंतु एपर्यंत भल योटे आसी पारले नहीं कि जेई गड़ दे पारले नहीं तो आम से आम समस्ते बसीचु आउ गोटे कथा आम एसओएच आमर जोटा कि एसओएच आमर सेंटर हाउस टेंडर दुई अढ़ाई वर्ष हो गला आज पर्यंत जगह फाइनाल हो पारने जोटा कि तहसीलदार को आम बारंबार चिठी करला सत्वे भी सब कलेक्टर को बारंबार कहला आज पर्यंत कलेक्टर आम कहीचु आज पर्यंत फाइनाल हो पारनी जगह दे पारना जोटा कि आम एसओएच आज पर्यंत अढ़ाई वर्ष हो गला दे पारना जगह फाइनाल कर पारना किंतु आम जो आमर जगह कथा कहीचु कलेक्टर दे पारना तो आम से बहुत किसी अच्छी तो आम से बसीचु आज को 1.5-2 मास है उमरकोट म्युनिसिपालिटी जेई ना कौन सी डेवलपमेंट काम हो पार ना जहाँ काम हो जो मैंने काम कर बिल पैठ हो पार ना आज जेई नहीं काली हेड क्लर्क नहीं और दिन एग्जीक्यूटिव ऑफिसर नहीं अमुक दिन छुट्टी ए प्रकार चलते पब्लिक रो कौन सी ग्रीवेंस नहीं कराइले कौन सी जिन समाधान हमार व्यवस्था नहीं आम गत 15 दिन तले नवरंगपुर कलेक्टर को साक्षात कलु जे आज्ञा उमरकोट म्युनिसिपालिटी अवस्था एमतीका अच्छी इमिडिएटली गोटे जेई दिंतु कलेक्टर आमको एश्योरेंस देले जे काली आपनकर जेई दिया आज 15 दिन होगा रिजल्ट सुन तो किपर भाव म्युनिसिपालिटी चलो तेणुक आज आम समस्त ये ताला मारीचु जदि म्युनिसिपालिटी को जेई गोटे नदेवे आम से पर्यंत ये बसिक रही।